ସାଧୁ ସଙ୍ଗ। ଆପଣ ଯଦି ମନ୍ଦିରକୁ ଆସୁଛନ୍ତି ଏଇଠି ଆପଣଙ୍କୁ ସାଧୁ ସଙ୍ଗ ମିଳିବ ହେଲା। ନାମ କୀର୍ତ୍ତନ, ଭଗବାନ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରିବା। ହଁ, ତାପରେ କ'ଣ ସାଧୁ ସଙ୍ଗ, ନାମ କୀର୍ତ୍ତନ, ଭାଗବତ ଶ୍ରବଣ। ଆପଣ ଯଦି ମନ୍ଦିରକୁ ଆସିବେ ଭାଗବତ ଶ୍ରବଣ ହେଲା, ଭାଗବତ ଶୁଣିଲେ। ସାଧୁ ସଙ୍ଗ, ନାମ କୀର୍ତ୍ତନ, ଭାଗବତ ଶ୍ରବଣ। ମଥୁରା ବାସ, ମଥୁରା ବାସ ହେଲେ ସମସ୍ତଙ୍କର ସମ୍ଭବ ନାହିଁ, ସମସ୍ତେ ଯାଇକରି ବୃନ୍ଦାବନ ମଥୁରାରେ ବାସ କରିବା ସମ୍ଭବ ନାହିଁ। କିନ୍ତୁ ଭଗବାନ କହିଲେ ତୀର୍ଥି କୁର୍ବନ୍ତି ତୀର୍ଥାନି। ତୀର୍ଥି ମାନେ ଭକ୍ତ, ସାଧୁ। ସାଧୁ ଯେଉଁଠି ରହିଲା ସେ ଜାଗାଟାକୁ ମଥୁରା ବୃନ୍ଦାବନ କରୁଛି। କେମିତି ନା ତାଙ୍କର ଭକ୍ତି ବଳରେ। ତ ଆମେ ଯଦି ସାଧୁ ସଙ୍ଗ କରିବା ସେଇଟା ମଥୁରା ବାସ ହେଇଯାଉଛି। ତ ଏଠି କହିଲେ ମଥୁରା ବାସ। ତାପରେ ଲାଷ୍ଟକୁ କହିଲେ ଶ୍ରୀମୂର୍ତ୍ତିର ଶ୍ରଦ୍ଧାୟ ସେବନ। ଶ୍ରୀମୂର୍ତ୍ତି ମାନେ ଭଗବାନ ଶ୍ରୀକୃଷ୍ଣଙ୍କର, ଭଗବାନ ଶ୍ରୀକୃଷ୍ଣ ଶ୍ରୀମୂର୍ତ୍ତିର ଶ୍ରଦ୍ଧାୟ ସେବନ। ତ ଏଇଠି ଆମର ରାଧାକାନ୍ତ ଭଗବାନ କୃପା କରିକିରି ବିଗ୍ରହ ରୂପରେ ଅଛନ୍ତି। ଏଇଟା ଭଗବାନଙ୍କର ଗୋଟେ ଅବତାର, ବିଗ୍ରହ ଅବତାର। କ'ଣ ପାଇଁ ମୂର୍ତ୍ତି ରୂପରେ ଆସିଛନ୍ତି ଭଗବାନ? ନା ଆମେ ଭକ୍ତମାନେ ତାଙ୍କର ସେବା କରିପାରିବା, ସୁଯୋଗ, ସେବାର ସୁଯୋଗ ଦେବା ପାଇଁ କି ମୂର୍ତ୍ତି ରୂପରେ ଭଗବାନ ଆସିଛନ୍ତି। ଆଉ ତାଙ୍କ ସହିତ ଆମେ ଆଦାନ ପ୍ରଦାନ କରିପାରିବା। ଆମେ ଏବେ ସାଙ୍ଗସାଥିରେ ଆଦାନ ପ୍ରଦାନ କରୁଛେ ନା ନାହିଁ? କିନ୍ତୁ ଭଗବାନ ସହିତ ଆମେ ଆଦାନ ପ୍ରଦାନ କେମିତି କରିବା? ତ ସେଥିପାଇଁ ଭଗବାନ କୃପା କରିକିରି ମୂର୍ତ୍ତି ରୂପରେ ଅଛନ୍ତି। ହଁ, ତାଙ୍କ ସହିତ ଆପଣ ଦେଖିବେ ମୂର୍ତ୍ତି ସହିତ ବହୁତ ଭକ୍ତମାନେ କଥା ହେଉଛନ୍ତି। ତ ଆମର ତ ସେତିକି ଯୋଗ୍ୟତା ହେଇନି, କିନ୍ତୁ ଭଗବାନ ଆମ ପାଇଁ ସୁଯୋଗ ଦେଇଛନ୍ତି କି ତୁମେ ମୋ ସହିତ ଆଦାନ ପ୍ରଦାନ କର, କମ୍ ସେ କମ୍ କିଛି ତ ଦିଅ ମୋତେ ଆଣିକିରି। ପତ୍ରಂ ପୁଷ୍ପମ୍ ଫଳଂ ତୋୟମ୍